ପାଇଁ ବୁଲୁଛି ଆଜି ଏଇନା ଯୋଉ ଆପଣଙ୍କ ପାଖେ ପହଞ୍ଚି ଜଟଣୀ ନିର୍ବାଚନ ମଣ୍ଡଳୀର 8ଟା ଗାଁ ଗୋଟେ କୁମାର ବସ୍ତ ସେ ଗୋଟେ ରାମଚରିତ୍ର ମାନସ ଚାଲିଛି ଦୁନିଆ ଲୋକ ଗୋଟେ ଆମର ହରିଶଲ ସଂକୀର୍ତ୍ତନ ଚାଲିଛି ଦୁନିଆ ଲୋକ ଆଉ ଗୋଟେ ଗାଁ ମୁଁ ଗଲି ସେ ଗାଁ ହଉଛି ହରିରାଜପୁର ଯୋଉ ମେଳନ ହୁଏ ଦେଖିଲା ଆପଣ ଆଶ୍ଚର୍ଯ୍ୟ ହେବେ 50,000 ଲୋକଙ୍କ ରୋଷେଇ ହଉଛି ଏଇନା 20,000 ଲୋକ ସେଠି ଜମି ସାରିଲେଣି ଆଜି ପୂର୍ଣ୍ଣାହୁତି ଆମ ଅଞ୍ଚଳର ସବୁଠୁ ବଡ଼ ଠାକୁର ସେ ପାୱାରଫୁଲ ଶିବ ସେଠି ଯେତେବେଳେ ମେଳନ ହୁଏ ଲକ୍ଷ ଲକ୍ଷ ଲୋକ ହୁଅନ୍ତି ପୃଥିବୀର ଅଧିକା ବାଣ ସେଇ ମେଳନରେ ଫୁଟେ ଦୋକାନ ବଜାର ଭର୍ତ୍ତି ହେଇଯାଏ ଆଜି ସେଠି ରୋଷେଇ ଚାଲିଛି ହଜାର ହଜାର ଲୋକ ଖାଉଛନ୍ତି ହଜାର ହଜାର ଲୋକ ପ୍ରବେଶ କରୁଛନ୍ତି କିଏ ପରିବା କାଟୁଛନ୍ତି କିଏ ବାଣ୍ଟୁଛନ୍ତି କିଏ ଖାଇବାକୁ ଦଉଛନ୍ତି ସେମିତି ଆଉ ଗୋଟେ ଗାଁ ସେ ଗାଁ ହଉଛି ଲଜତାମା ପରାଯିବ ଆମର ସରଦେଇପୁର ପାଖରେ ଗୋଟେ ଗାଁ ସେ ଗାଁ ପାଖରେ ବିରାଟ ମୁସଲମାନ ସମ୍ମିଳନୀ ହବ ବେଳାପଞ୍ଜିରେ ହବାର ଥିଲା ସେଠି ସରକାର ପରମିଶନ ଦେଲେନି କହିଲେ ଅନ୍ୟ କୋଉ ଜାଗାରେ କରିବ ଯାହା ହଉ କେରଙ୍ଗ ପାଖରେ ସରଦାପୁର ପାଖରେ ତର୍ତୁଆ ବୋଲି ଗୋଟେ ଗାଁ ସେଇଠି ସିଲେକ୍ସନ ହେଇଛି ସେଠି ମୁଁ ଯାଇଥିଲି ମୁସଲମାନ ଭାଇ ମାନେ ଡାକିଥିଲେ ସେଠି 4-5 ହଜାର ମୁସଲମାନ ଏକାଠି ହେଇ ଟେଣ୍ଟ କାମ ଆରମ୍ଭ କରିଛନ୍ତି ତାଙ୍କର 30-40ରୁ 50,000 ଲୋକ ହେବେ 13-14-15 ଆମର ଜାଗର ବିଷୟରେ ଯୋଉ କହିଲେ ଆପଣ ଆମେ ସରକାର ପାଖେ ଦାବି ରଖିଛୁ ମୁଖ୍ୟମନ୍ତ୍ରୀ ଗଲା ଜାଗରରେ ଭଜରେ ନଡ଼ିଆ ବାଡ଼େଇ ଶୁଭ ଦେଇ ଆସିଥିଲେ ତାଙ୍କର ପ୍ଲାନିଂ ଚାଲିଛି ଏଥର ମୁଖ୍ୟମନ୍ତ୍ରୀ ମଧ୍ୟ ଆମେ ଡାକିଛୁ ସେ ଯାଉଛନ୍ତି ଆମେ ବମ୍ବେରୁ 7 ଜଣ କଳାକାର ଆଣିଛୁ ଏବଂ ନିତିନ ମୁକେଶ ନେତୃତ୍ୱରେ ଜୁନିୟର ଅମିତାଭ ବଚ୍ଚନ ଜୁନିୟର ଆଶା ଭୋସଲେ ଆସୁଛନ୍ତି ଗାଇବା ପାଇଁ ବିରାଟ ଆୟୋଜନ ଆମର ଯେମିତି ହଉଛି ତାଠୁ ଉଚ୍ଚ କୋଟିରେ ହବ କମିବାର ପ୍ରଶ୍ନ ନାହିଁ ତେଣୁ ଆପଣମାନଙ୍କୁ ନିମନ୍ତ୍ରଣ ରହିଲା ବିପୁଳ ସଂଖ୍ୟାରେ ଆସି 15 ତାରିଖ ଦିନ ଜାଗର ମହାଶିବରାତ୍ରି ପେଣ୍ଡାଲ ପାଖେ ପହଞ୍ଚିବେ ବମ୍ବେରୁ ଆସୁଛନ୍ତି 7 ଜଣ କଳାକାର ଆମର ନିତିନ ମୁକେଶଙ୍କ ନେତୃତ୍ୱରେ ଓଡ଼ିଶାରୁ ଆସୁଛନ୍ତି 32 ଜଣ କଳାକାର ଆମର ସନ୍ଧ୍ୟା 7ରୁ ଆରମ୍ଭ ହବ 15 ତାରିଖ 16 ତାରିଖ ଦିନ ସକାଳ 7ଟା ପର୍ଯ୍ୟନ୍ତ ହରିହର ଭେଟରେ ଶେଷ ହେବ जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।